ଏଠି ଆମଙ୍କର ଜୀବନ ମଧ୍ୟ ସୁସ୍ଥ ହୁଏ। ଜଣେ ବ୍ୟକ୍ତି ଅନ୍ଧ ଥିବ, ତାର ଆଖି ଫିଟିଗଲେ କଣ ହେବ? ଫିଲ୍ମ ଦେଖିବାକୁ ଯିବ, ପୁଷ୍ପା 2 ଦେଖିବ, ଝୁକେଗା ନେଇ କହିବ ସେ, ତାର କାମ ହେଲା ସେଇଟା। ହଁ, ଗୋଡ ଠିକ ହେଇଗଲେ କୋଉଠିକୁ ଯିବ? ଲାଲ ଘୋଡା ସବୁକୁ ଲଡା ବୋଲି ସେ ଲାଇନକୁ ସେ ପଳେଇ ଯିବ। ସେ ସେମିତି ମାତ୍ର ଜଣେ ଲୋକଙ୍କର ହୃଦୟ ଠିକ ହେଇଗଲା, ସେ ସିଧାସଳଖ ସ୍ୱର୍ଗକୁ ଯିବ। ସେଇଟା ହେଲା ବଡ କଥା। ସେଇଟା ଆମ ହୃଦୟକୁ ସୁସ୍ଥତା ବହୁତ ବହୁତ ଆବଶ୍ୟକ ରହିଛି। ଆମମାନଙ୍କର ବିଭିନ୍ନ ପ୍ରକାର ଶାରୀରିକ ଅଙ୍ଗ ରୋଗ ସୁସ୍ଥ ନହେଲେ ଚଳିବ, ମାତ୍ର ଆମମାନଙ୍କର ହୃଦୟ ସୁସ୍ଥ ହେବାର ଅଛି। ଆଉ ହୃଦୟ ସୁସ୍ଥ ହେଇଥିବାରୁ ଆଜି ଏହି ଜିହୋଭା ରାଫା ଆମମାନଙ୍କର ପ୍ରେୟର ମିଟିଂରେ ଆମେ ଆସିବାର ସୁନ୍ଦର ସୁଯୋଗ ଆମେ ପାଇଛୁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆଉ ବହୁତ ସୁନ୍ଦର ଭାବରେ ଆମମାନଙ୍କର ୱାର୍ସିପ ଆମେ କରିଛୁ। ଆଉ ବର୍ତ୍ତମାନ ଅଳ୍ପ ସମୟ ଧରି ବାକ୍ୟ ଆମେ ପଢିବା ପାଇଁ ଯିବା। ଆମେ ମୋ ସହିତ ଆପଣମାନେ ଫିଟେଇବେ ବାଇବଲରୁ କରନ୍ତୀୟ ପୁସ୍ତକ, ପ୍ରଥମ କରନ୍ତୀୟ ପୁସ୍ତକ 15 ଅଧ୍ୟାୟ। ଯଦି ଆମେ ବାଇବଲ ଆଣିଛୁ, ବାଇବଲ ଧରିଛୁ, ତାହେଲେ ଆମେ ଫିଟେଇବା। ମୁଁ ପଢିବି, ଆପଣମାନେ ଶୁଣନ୍ତୁ। ପ୍ରଥମ କରନ୍ତୀୟ 15 ଅଧ୍ୟାୟର 51-52 ପଦ, ଏଇ ଦିଟା ପଦ ଆମେ ପଢିବା ପାଇଁ ଯିବା। ଆମେ ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରା ପ୍ରାପ୍ତ ହେବା ନାହିଁ। 52 ପଦ, କିନ୍ତୁ ଏକ ମୁହୂର୍ତ୍ତେ ଚକ୍ଷୁର ପଲକରେ, ଦେଖନ୍ତୁ, ଗୋଟିଏ ସମୟରେ ଚକ୍ଷୁର ପଲକରେ, ମାନେ ଆଖିଟା ବନ୍ଦ କରି ଖୋଲା ଭିତରେ ଯେତିକି, ସେଟା ଗୋଟେ ସେକେଣ୍ଡ ଠାରୁ ମଧ୍ୟ କମ ସମୟରେ, ଚକ୍ଷୁର ପଲକରେ, ଶେଷ ତୁରି ଧ୍ୱନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା। କାରଣ ତୁରି ବାଜିବ, ଆଉ ମୃତମାନେ ଅକ୍ଷୟ ହେଇ ଉତ୍ଥିତ ହେବେ, ପୁଣି ଆମ୍ଭେମାନେ ପରିବର୍ତ୍ତିତ ହେବା। କେତେ ସୁନ୍ଦର ଭାବରେ ଗୋଟେ ନିଗୂଢ କଥା ପାଉଲ କହୁଅଛନ୍ତି। ସେ କହୁଛନ୍ତି ଯେ ତୁରି ବାଜିବ। ତୁରି ବାଜିଲେ କଣ ହେବ? ଯେତେବେଳେ ତୁରି ବାଜିଯିବ, ଆମମାନେ ସମସ୍ତେ ପରିବର୍ତ୍ତିତ ହେଇଯିବା। ତୁରି ବାଜିଲେ କଣ ହେବ? ତୁରି ବାଜିଲେ ପରିବର୍ତ୍ତିତ ହେବ। ଯଦି ମନେକର ଗିଟାର ବାଜିଲେ କଣ ହେବ? ଗିଟାର ଗିଟାର ବାଜିଲେ ଆମେ ଡ୍ୟାନ୍ସ କରିବୁ। ଆମେ ଡ୍ରମ୍ ବାଜିଲେ ଆମେ ଡ୍ୟାନ୍ସ କରିବୁ। ଆମେ ବହୁତ କୋରାପୁଟିଆ, ସାଇଲୋଡି, ଆମେ ଏତେ ବଢିଆ ଆମେ ନାଚୁଛୁ। ଢେମସା ଧରିବାକୁ ଆମକୁ ବହୁତ ଭଲ ଭାବରେ ଜଣା। ଗିଟାର ବାଜିଲେ ନାଚିବୁ, ତାପଛେ ଡ୍ରମ୍ ବାଜିଲେ ନାଚିବୁ, କିବୋର୍ଡ ବାଜିଲେ ନାଚିବୁ। ମାତ୍ର ତୁରି ବାଜିଲେ କଣ ହେବ? ପରିବର୍ତ୍ତିତ ହେବ। ହେଲେ ଆପଣମାନେ କୁହନ୍ତୁ, ଆଜିକାଲିର ଚର୍ଚ୍ଚ ଗୁଡିକରେ ତୁରିର ସେବା ଚାଲିଛି କି ଡ୍ରମ୍, ଗିଟାର, କିପ୍ୟାଡର ସେବା ଚାଲିଛି? କୋଉ ସେବା ଆଜିକାଲି ଚାଲିଛି? ତୁରିର ସେବା ଯଦି ଚାଲିବ, ତାହେଲେ ଲୋକ ପରିବର୍ତ୍ତନ ହେବେ। ଆଜି ତୁରିର ସେବା ଚାଲି ନାହିଁ, ଶେଷ ତୁରି ବାଜିବ। ଏଇ ସମୟରେ ଏଟା ତୁରି ବଜେଇବାର ସମୟ। ଆମେ ତୁରି ବଜେଇବା ସମୟରେ ଆମେ କଣ ବଜାଉଛୁ? ଆମେ ଫୁକି ଦିଆ ମୟରା ଦାଦାରେ ଏ ତୁରି କଥା କୁହାଯାଉ ନାହିଁ। ଏଇଟା ଏ ତୁରି ବାଜିବା କଥା କୁହାଯାଉ ନାହିଁ। ବାଇବଲରେ ପ୍ରଭୁଙ୍କ ଦାସ ମାନେ ଆଜି କେଉଁ ପ୍ରକାର ତୁରି ବଜାଉଛନ୍ତି? ଆଜି ଲୋକମାନଙ୍କୁ କେବଳ ମନୋରଞ୍ଜନ କରାଯାଉଛି, ସେମାନଙ୍କୁ ଖୁସି କରାଯାଉଛି, ସେମାନଙ୍କୁ ପିଠି ଆଉଁସିକିନା ମଦୁଆକୁ ମିଶା ଗଡ୍ ବ୍ଲେସ୍ ୟୁ, ଜୁଆରୀକୁ ମିଶା ଗଡ୍ ବ୍ଲେସ୍ ୟୁ, ମାଇଜିମାରକୁ ମିଶା ଗଡ୍ ବ୍ଲେସ୍ ୟୁ, ସମସ୍ତଙ୍କୁ ଗଡ୍ ବ୍ଲେସ୍ ୟୁ, ସମସ୍ତେ ସ୍ୱର୍ଗ ଯିବେ, ସମସ୍ତେ ପ୍ରଭୁଙ୍କ ପାଖକୁ ଯିବେ, ଏଇ ପ୍ରକାର ଭାବରେ ଶିକ୍ଷା। ପ୍ରିୟମାନେ, ଯୋଉ ତୁରିର ସେବା ଚାଲିବ, ଏଟା ଶେଷ ସମୟ। କି ସେବା ଏଇଟା? ତୁରି ବଜେଇବାର ସମୟ। ଯେତେବେଳେ ଆମର ତୁରିର ସେବା ଚାଲିବ, ଲୋକମାନେ ରିପେଣ୍ଟ ହେବେ, କାନ୍ଦିବେ, ଅନୁତାପ କରିବେ, ଆଉ ପ୍ରଭୁଙ୍କୁ ସ୍ୱୀକାର କରିବେ। ଭାବନ୍ତୁ, ପାଉଲ ସିଲା ଜେଲରେ ପ୍ରଚାର କଲେ ନା ଆରାଧନା କଲେ? କିଏ କହିବେ? ଆରାଧନା କଲେ। ପ୍ରଚାର କରିନାହାନ୍ତି, ପ୍ରଚାର ବାହାରେ କଲେ, ଆରାଧନା ଜେଲ ଭିତରେ କଲେ। ତାଙ୍କର ଆରାଧନା ଏଇ ପ୍ରକାର ତୁରିର ଶବ୍ଦ ଥିଲା। ସେ କାରାରକ୍ଷକ ପଚାରୁଛନ୍ତି, ମହାଶୟ ମାନେ ପରିତ୍ରାଣ ପାଇବା ନିମନ୍ତେ ମତେ କଣ କରିବାକୁ ପଡିବ? ମାନେ ତାଙ୍କର ୱର୍ସିପରେ ଯୋଉ ମେସେଜଟା ଥିଲା,
ସେଇ ମେସେଜଟା ଲୋକମାନଙ୍କୁ ନିଜର ପାପ ନିଜର ଅପରାଧ ଗୁଡିକ ଦେଖେଇ ଦଉଥିଲା। ସେଥିପାଇଁ ସେ ସାଙ୍ଗେ ସାଙ୍ଗେ ପଚାରୁଛନ୍ତି, ମହାଶୟ ମାନେ ମତେ ପରିତ୍ରାଣ ପାଇବା ପାଇଁ, ଉଦ୍ଧାର ପାଇବା ପାଇଁ ମତେ କଣ କରିବାକୁ ପଡିବ? ଆଜି ଆମମାନଙ୍କର ସେ ତୁରୀର ସେବା ଆମମାନଙ୍କୁ ଦରକାର ଅଛି। ତୁରୀର ସେବା ଆମେ କରି ଆମେ ଆଗକୁ ବଢିବାର ଅଛି, ଯାହା ଦ୍ୱାରା କି ଲୋକମାନେ ପରିବର୍ତ୍ତିତ ହେବେ। ପ୍ରଚାର କରିଲେ ନାହିଁ, ଆମମାନଙ୍କର ପ୍ରାର୍ଥନାରେ, ଆମମାନଙ୍କର ଆରାଧନାରେ, ଆମମାନଙ୍କର ଲିଡିଂରେ, ଆମମାନଙ୍କର ପ୍ରିଚିଂରେ ପରିବର୍ତ୍ତିତ ହେବାର ଅଛି। କେତେବେଳେ ହେବ? ତୁରୀର ସେବା ଯୋଉ ସମୟରେ ଆମେ କରିବା। ଆମେ ଶେଷ ସମୟରେ ଅଛୁ, ଆଉ ଶେଷ ତୁରୀ ଧ୍ୱନି ଏବେ ଯଦି ଆମର କାନରେ ବାଜିଲା, ଯୋଉ ମିଟିଂରେ ଗଲେ ଆମକୁ ତୁରୀ ଶବ୍ଦ ହେଲା। ବାଇବଲରେ ବିଭିନ୍ନ ପ୍ରକାର ତୁରୀ ଗୁଡିକ ରହିଛି। ଏଇଟା କି ତୁରୀ? ଏଇଟା ରୂପାନ୍ତରିତ ହେବା ତୁରୀ, ପରିବର୍ତ୍ତିତ ହେବା ତୁରୀ, ପାପ ଛାଡିବା, ଦୁଷ୍ଟତା ଛାଡିବା, ଅଧର୍ମ ଛାଡିବାର ତୁରୀ। ଭାବନ୍ତୁ, ଆମମାନେ ଏତେ ବର୍ଷ ଯଦି ଖ୍ରୀଷ୍ଟିଆନ ହେଇଛୁ, ଜୁମରେ ଅଛୁ, ଜୁମ ଲିଡ କରୁଛୁ, ଜୁମରେ ମେସେଜ ଦଉଛୁ, ହେଲେ ମଧ୍ୟ ଖରାପ ଭିଡିଓ ଦେଖିବାଟା ଛାଡି ନାହୁଁ। କାହିଁକି ଛାଡି ନାହୁଁ? ଆମେ ଏବେ ଯାଏ ଆମେ ତୁରୀ ଶବ୍ଦ ଶୁଣି ନାହୁଁ। ଆମକୁ କିଏ ହେଲେ ଶିଖେଇ ଦେଇଛନ୍ତି, ଏ ଖରାପ ଭିଡିଓ ଦେଖି ମଧ୍ୟ ଆମେ ସ୍ୱର୍ଗକୁ ଯାଇପାରିବା। ଆମମାନେ ଖରାପ ଚାଟିଂ କରାକରି ହେଇକିନା ମଧ୍ୟ ଆମେ ସ୍ୱର୍ଗକୁ ଯାଇପାରିବା। କିଏ ଗୋଟେ ଆମକୁ ଶିଖେଇ ଦେଇଛନ୍ତି, ଯେମିତି କଲେ ହେଲେ ମଧ୍ୟ ଆମେ ଯାଇପାରିବା। ପ୍ରିୟମାନେ, ସେଥିପାଇଁ ଲୋକମାନେ, ଖ୍ରୀଷ୍ଟିଆନ ମାନେ ପାପ ଛାଡିବା ପାଇଁ ସେମାନେ ପ୍ରସ୍ତୁତ ନୁହନ୍ତି। କାହିଁକି? ସେ ତୁରୀର ଶବ୍ଦ ସେମାନଙ୍କୁ ଏବେ ଶୁଣା ଯାଇ ନାହିଁ। କରନ୍ଥୀୟ ପୁସ୍ତକ 14 ଅଧ୍ୟାୟ, ପ୍ରଥମ କରନ୍ଥୀୟ 14 ଅଧ୍ୟାୟ 8 ପଦ ଲେଖାଗଲା, ପୁଣି ତୁରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତୁରୀ ଯଦି ଫୁଙ୍କା ଯିବ, ତୁରୀ ଫୁଙ୍କିଲା ପରେ ଶୁଭା ଯିବ ନାହିଁ, ତେବେ କିଏ ଯୁଦ୍ଧ ନିମନ୍ତେ ସୁସଜ୍ଜିତ ହେବ? କିଏ ଆଗମନ ନିମନ୍ତେ ପ୍ରସ୍ତୁତ ହେବ? ଯୋଉଠି ଦେଖିଲେ ମଧ୍ୟ ଗାଡି ମିଳିବ, ଘର ମିଳିବ, ଟଙ୍କା ମିଳିବ, ସୁନା ମିଳିବ, ସୁସ୍ଥତା, ଆରୋଗ୍ୟତା, ଏଇ ସବୁ ଶିକ୍ଷା ଦେଲେ ଲୋକମାନେ ଆଗମନ ନିମନ୍ତେ କେମିତି ପ୍ରସ୍ତୁତ ହେବେ? ଆଜି ସେ ତୁରୀର ସେବା କାର୍ଯ୍ୟ ଆମମାନଙ୍କ ମଧ୍ୟରେ ଶକ୍ତିଶାଳୀ ଭାବରେ ଚାଲିବାର ଅଛି। ଯେତେବେଳେ ସେ ତୁରୀର ସେବା କାର୍ଯ୍ୟ ଛାଡିବ, ମଦୁଆ ମଦ ଛାଡିବ, ଜୁଆରୀ ଜୁଆ ଛାଡିବ, ସ୍ତ୍ରୀକୁ ମାରିବା ଲୋକ ସ୍ତ୍ରୀ ମାରିବା ଛାଡିବେ, ଏ ଲାଇନ ମାରିବା ଲୋକ ଲାଇନ ମାରିବାଟା ଛାଡିବେ, ଅଶ୍ଳୀଳ ଭିଡିଓ ଦେଖିବା ଲୋକ ତା ଛାଡିବେ। ଏଇଟା ହଉଛି ତୁରୀର ସେବା କାର୍ଯ୍ୟ। ତୁରୀର ସେବା କାର୍ଯ୍ୟ ଯେତେବେଳେ ହେବ, ଲୋକମାନେ ଥରିଯିବେ, ଥରିକିନା ସେମାନେ ଛାଡିବେ। ଏଠି ଦେଖନ୍ତୁ, ମୋ ସହିତ ପଢିବେ ଆପଣ ଯିଶାୟା ପୁସ୍ତକ 33 କୁ ଆସିବେ। ଯିଶାୟା ଭବିଷ୍ୟତ ବକ୍ତାଙ୍କର ପୁସ୍ତକ 33 ଅଧ୍ୟାୟ, ମୁଁ ଆପଣମାନଙ୍କ ନିମନ୍ତେ ପଢୁଛି 14 ପଦ। ଲେଖାଗଲା, ସିଓନରେ ପାପୀ ମାନେ ଭୀତ ଅଟନ୍ତି। ସିଓନ ମାନେ ମଣ୍ଡଳୀ, ଚର୍ଚ୍ଚ। ଚର୍ଚ୍ଚରେ ଲୋକ ବସିବା ସମୟରେ ଥରିବାର ଅଛି। କିଏ? ପାପ କରିକିନା ମଧ୍ୟ ଲୋକ ଚର୍ଚ୍ଚରେ ଥରୁନାହାନ୍ତି। ଆଜି ଚର୍ଚ୍ଚରେ ଲୋକମାନେ ବସୁଛନ୍ତି ଆଉ ପଚାରୁଛନ୍ତି, ବିରାଟ କୋହଲି କେତେ ମାରିଲା? ତତେ ଯୋଉ ମାଡ ପଡିବ ତା ପଛେ ଜାଣିପାରିବୁ ତୁ। ଏବେ ବିରାଟ କୋହଲି କେତେ ମାରିଲା, ଇଣ୍ଡିଆର ସ୍କୋର କେତେ ହେଇଛି। ଖ୍ରୀଷ୍ଟିଆନ ଲୋକମାନେ ଏବେ ଯୋଉ ୱାର୍ଲଡ କପ୍ ଚାଲିଛି, ଫିଫା ୱାର୍ଲଡ କପ୍, ସେଇଟାକୁ ବଡ ବଡ ବ୍ୟାନର କରିକି ତାଙ୍କର ଘର ଆଗରେ ଗୁଡିକ ଲଗାଉଛନ୍ତି। ସତରେ ଏମାନଙ୍କୁ ପୁରସ୍କାର ମିଳିବ ବୋଲା ପରେ। ଚର୍ଚ୍ଚରେ 10 ଟଙ୍କା ଚାନ୍ଦା ପକେଇବା ଲୋକ ଏଡେ ବଡ ବଡ ବ୍ୟାନର ଯାକ ବନେଇକିନା ମଧ୍ୟ ସେମାନେ, ହଁ ଆମକୁ ରୋନାଲ୍ଡୋ, କିକି ଡୋ ମାନେ ଏମାନଙ୍କୁ ବହୁତ ପସନ୍ଦ। ସେମାନଙ୍କର ବଡ ବଡ ଫଟୋ ଗୁଡିକ ଲଗାଉଛନ୍ତି ସେମାନେ। କାହିଁକି? ତୁରୀ ସେମାନଙ୍କର ସେ ସ୍ପଷ୍ଟ ଧ୍ୱନି ସେମାନଙ୍କୁ ହେଇନାହିଁ। ପ୍ରିୟମାନେ, ସିଓନରେ ଯଦି ଆମର ପ୍ରକୃତରେ ଆତ୍ମିକ ମଣ୍ଡଳୀ, ଆତ୍ମିକ ସହଭାଗିତା, ସେଇ ସ୍ଥାନରେ ମୁଣ୍ଡ ବଥା ଠିକ ହଉ କି ନ ହଉ, ଗୋଡ ବଥା ଠିକ ହଉ କି ନ ହଉ, ଅନ୍ୟ କଣ ଠିକ ହଉ କି ନ ହଉ, ଆମର ଜୀବନ ଠିକ ହେଇଯିବାର ଅଛି। ଜୀବନ ଠିକ ହେଇଯିବ ଆମର। ଆମମାନଙ୍କ ମଣ୍ଡଳୀରେ ଯେକୌଣସି ଲୋକ ମଧ୍ୟ ଆସିକିନା କମ୍ଫର୍ଟେବଲି ବସି ପାରୁଛନ୍ତି। କାହିଁକି ବସି ପାରୁଛି? ଆମେ ସେ ତୁରୀର ସେବା କାର୍ଯ୍ୟ ଆମେ କରୁନାହୁଁ। ଆମେ ସମସ୍ତଙ୍କୁ ଶୁଆଇଲା ପରି ସେବା କାର୍ଯ୍ୟ ଆମେ କରୁଛୁ, ଯାହା ଦ୍ୱାରା କି ଲୋକମାନେ ଆମମାନଙ୍କର ସେବା କାର୍ଯ୍ୟ ଦ୍ୱାରା
ଉପକୃତ ହେଇପାରୁନାହାନ୍ତି। ଲେଖାଗଲା, ସିଓନରେ ପାପୀ ମାନେ ଭୀତ ଅଟନ୍ତି, ଅଧାର୍ମିକ ମାନଙ୍କୁ କମ୍ପ ହଠାତ୍ ଆକ୍ରମଣ କରିଅଛି। ଆମ୍ଭମାନଙ୍କ ମଧ୍ୟରୁ କିଏ ସର୍ବଗ୍ରାସକ ଅଗ୍ନିରେ ବାସ କରିପାରେ? ଆମ୍ଭମାନଙ୍କ ମଧ୍ୟରୁ କିଏ ଅନନ୍ତ କାଳସ୍ଥାୟୀ ଜଳରେ ବାସ କରିପାରେ? ଏଇଟା ହଉଛି ମଣ୍ଡଳୀର ଚିତ୍ର। ମଣ୍ଡଳୀ ସେମିତି ରହିବାର ଆବଶ୍ୟକ ରହିଛି। ମଣ୍ଡଳୀରେ ଲୋକମାନେ, ବିଶେଷ କରି ଯୋଉମାନେ ଦୁଷ୍ଟତା କରି ଆସିଥିବେ, ପରମେଶ୍ୱର ସେମାନଙ୍କୁ କଥା ହେବେ। କଥା ହେଇକିନା ସେମାନଙ୍କର ପାପରୁ, ଦୁଷ୍ଟତାରୁ ସେମାନଙ୍କୁ ଉଦ୍ଧାର କରିବେ। ଯେମିତି ଆସିଥିବେ ସେମିତି ଯିବେ ନାହିଁ, ପରିଷ୍କାର ହେଇକିନା, ଶୁଦ୍ଧ ହେଇକିନା ଯିବେ। କେତେବେଳେ ଏମିତି ହେବ? ଯେତେବେଳେ ତୁରୀର ସେବା ଚାଲିବ, ତୁରୀ ସ୍ପଷ୍ଟ ଧ୍ୱନି କରିବ, ସେ ଶେଷ ତୁରୀ ଫୁଙ୍କା ଯିବ, ଆଉ ଶେଷ ତୁରୀରେ ଲୋକମାନେ ରୂପାନ୍ତରିତ ହେବେ। ରୂପାନ୍ତରିତ ହେବେ ମାନେ କଣ? ଦିନକୁ ଦିନ ଦିନକୁ ଦିନ ଯୀଶୁ ଖ୍ରୀଷ୍ଟଙ୍କ ପରି ଜୀବନ ଶୈଳୀ ତାଙ୍କର ହେଇଯିବ। ପ୍ରଭୁଙ୍କର ଗୌରବ ପ୍ରିୟମାନେ, ଏହି ପ୍ରକାର ସେବା କାର୍ଯ୍ୟ, ଯୋଉ ସେବା କାର୍ଯ୍ୟରେ ଆମମାନଙ୍କର ଜୀବନ ପରିବର୍ତ୍ତିତ ହଉଥିବ, ରୂପାନ୍ତରିତ ହଉଥିବ, ଆମେ ନୂତନୀକରଣ ଆମେ ହଉଥିବୁ, ଆମେ ସେଇ ପ୍ରକାର ସେବା କାର୍ଯ୍ୟର ଅଂଶୀ ହେବାର ଅଛି। ଆମେ ଯାହା ଦ୍ୱାରା କି ଆମେ ରେପ୍ଚରରେ ଆମେ ଯାଇପାରିବୁ। ଆମେ ବଞ୍ଚିଥିଲେ ମଧ୍ୟ ରୂପାନ୍ତରିତ ହେବୁ, ମୃତ୍ୟୁ ହେଇଥିବ, ଆମର କବର ଫାଟିବ, ଆଉ ଆମମାନେ ମୃତ୍ୟୁରୁ ଉଠି ପଡିବୁ। ଆମେ କେତେବେଳେ ହେବ? ଯେତେବେଳେ ତୁରୀ ସ୍ପଷ୍ଟ ଧ୍ୱନି କରିବ, କ୍ଲିୟର ଭାବରେ ଆମେ ଶୁଣି ପାରୁଥିବୁ, ଆମେ ସେଇ ସମୟରେ ହେବ। ଏଇ ପ୍ରକାର ଦେଖନ୍ତୁ, ଏଇ ଯୋଉ 15 ପଦରେ କେତେ ପାପ ଲେଖା ଯାଇଛି। ଯେଉଁ ଲୋକ ଅଧର୍ମ ରୂପ ପଥରେ ଚାଲେ, ଏଇଟା କି ପାପ? ଏଇଟା ଗୋଡର ପାପ। ଅଧର୍ମ ରୂପ ପଥରେ ଚାଲିବାଟା ହଉଛି ଗୋଡର ପାପ। ଯେ ସରଳ କଥା କହେ, ଯେଉଁ ଲୋକ ଉପଦ୍ରବ ଲାଭକୁ ତୁଚ୍ଛ କରେ, ଲାଞ୍ଚ ଧରିବାକୁ ଆପଣା ହସ୍ତ ଝାଡି ଦିଏ। ହାତ ମଧ୍ୟ ଠିକ ଥିବାର ଅଛି, ଗୋଡ ମଧ୍ୟ ଠିକ ଥିବାର ଅଛି। ଯେ ରକ୍ତପାତ କଥାର ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରେ। ଆମମାନଙ୍କର କାନରେ ଆମେ ତ କିଛି କହୁନୁ, ମାତ୍ର ଲୋକର କଥା ଯୋଉ ଶୁଣୁଛୁ ଆମେ ନା, ବିଭିନ୍ନ ପ୍ରକାର ମଇଳା କଥା ଗୁଡି ଯୋଉ ଶୁଣୁଛୁ, ଆମର କାନ ମଧ୍ୟ ଠିକ ରହିବାର ଆବଶ୍ୟକ ରହିଛି। ପୁଣି ଦୁଷ୍କର୍ମର ଦର୍ଶନରୁ ଆପଣା ଚକ୍ଷୁକୁ ମୁଦ୍ରିତ କରେ। ଟିକେ ଭାବି ଦେଖନ୍ତୁ, ଆମର ଆଖି ମଧ୍ୟ ଆମର ଠିକ ରହିବାର ଆବଶ୍ୟକ ରହିଛି। ନହେଲେ ଆମେ ସେହି ସିଓନ ରୂପୀ ମଣ୍ଡଳୀରେ ଆମେ ବସିପାରିବା ନାହିଁ। ଅନେକ ଜଣ ଅଛନ୍ତି, ପ୍ରଭୁଙ୍କ ଦାସ ସୁରଜ ପ୍ରେମାନୀ କହୁଥିଲେ ଗୋଟେ ତାଙ୍କ ମେସେଜରେ, ଯେ ଗୋଟେ ଆରାଧକ ସେ ସେଠି ପବଜି ଗେମ୍ ଖେଳି 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 ଖେଳି, ପବଜି ଗେମ୍ ଖେଳିଲା ପରେ ଟାଇମ ହେବାକୁ ସେ ୱର୍ସିପ କରିବା ପାଇଁ ସେ ଯାଉଛି। ଯଦି ଆମେ ଆଣ୍ଠୁରେ ଯଦି ୱର୍ସିପ କରିବା ଗଲେ, ଲୋକମାନେ ଆତ୍ମାରେ ପରିପୂର୍ଣ୍ଣ ହେବେ। ଆଣ୍ଠୁରେ ଯଦି ଆମେ ବାକ୍ୟ ରେଡି କରିବୁ ଆଉ ପ୍ରଚାର କଲେ, ଲୋକମାନେ ଆତ୍ମାରେ ପରିପୂର୍ଣ୍ଣ ହେବେ। ପ୍ରିୟମାନେ, ସକାଳଠୁ ଆମର ଗୋଟେ ଚିନ୍ତା ଥାଏ ଯେ ଆଜି ଆମେ ଜିଓ ରାଫାରେ ଯିବୁ, କେଉଁ ମେସେଜ ଆମେ ଦେବୁ, ଆମେ କୋଉ ପ୍ରକାର ଭାବରେ ମେସେଜ ଆମେ ଦେବୁ, ସେଇଟା ଆବଶ୍ୟକ ରହିଛି। ପ୍ରାର୍ଥନା ଦରକାର। ପ୍ରଭୁଙ୍କ ଦାସ ନିରଞ୍ଜନ ତୁରୁ କହିବେ, ବକ୍ତା ହେବା ପାଇଁ ଦୁଇଟା ବିଷୟ ଦରକାର। 3ଟା ସୁଟ ଆଉ 2ଟା ବୁଟ ହେଇଗଲେ ବକ୍ତା ହେଇଯିବ ବୋଲି କହିବେ ସେ। ଆଜି ଲୋକମାନେ, ଆଜି ମୁଁ ପ୍ରଚାର କରିବାକୁ ଯିବି, ମୋର ବ୍ୟାକଗ୍ରାଉଣ୍ଡ କୁକ୍ କଲର ଥିବ, କୁକ୍ କଲର ସାର୍ଟ ପିନ୍ଧିଲେ ପୁରା ଫୁଟିକିନା ଦେଖାଯାଉଥିବ, ଆଉ କୋଉ ପ୍ରକାର ଭାବରେ ହେୟାର ଷ୍ଟାଇଲ ମୁଁ କରିବି। ଏଇଟାରେ ଯୋଉ ସମୟ ବିତାଉଛ, ନିଜକୁ ଯଦି ଆଣ୍ଠୁରେ ଯଦି ଆମେ ସମୟ ବିତେଇବା, ତାହେଲେ ପ୍ରଚାର କି ପ୍ରକାର ହେବ? ପ୍ରଚାର କି ପ୍ରକାର ହେବ? ଜଣେ ବ୍ୟକ୍ତି ସେ ବକ୍ତାଙ୍କୁ ଯାଇକିନା କହୁଛନ୍ତି, ଆଜ୍ଞା ସାମ୍ପୁ ଅଛି କି ସାମ୍ପୁ ଦିଅ। କଣ ପାଇଁ? ନାଇଁ, ମତେ ପ୍ରଚାର କରିବାକୁ ଯିବାର ଅଛି ତ, ମୋର ମୁଣ୍ଡ ଧୋଇବାର ଅଛି। ସେ ଦେଖିଲେ ତାଙ୍କ ମୁଣ୍ଡରେ ତ ଏତିକି ଟିକେ ଚୁଟି ଅଛି, ଏଇ ପାଖରେ ଅଳ୍ପ ଟିକେ ଚୁଟି ଥିଲା ତାଙ୍କର। ସେଇଟାକୁ ମଧ୍ୟ ଯାଇ ଧୋଇ ତେଲ ଲଗେଇ ଫରଫର ଉଡେଇକିନା, ଠିକ ଅଛି, ପ୍ରସ୍ତୁତ ହେବାର ଆବଶ୍ୟକ ରହିଛି, ମାତ୍ର ଆମମାନଙ୍କର ଆଣ୍ଠେଇକିନା ଆମେ ଯିବାର ଅଛି, ପ୍ରସ୍ତୁତ ହେଇକିନା ଆମକୁ ଯିବାକୁ ପଡିବ। ତାହେଲେ ଆମର ସେବା କାର୍ଯ୍ୟଟା ଆହୁରି ଅଧିକ ଶକ୍ତିଶାଳୀ ହେବ। ଆମମାନଙ୍କର ପୁଲପିଟରୁ ତୁରୀ ଧ୍ୱନିଟା ସ୍ପଷ୍ଟ ହେବାର ଅଛି, କ୍ଲିୟର ହେବାର ଅଛି। ସେଥିପାଇଁ ଜଏଲ ପୁସ୍ତକରେ ଜଏଲ ଭାଓବାଦୀ ଲେଖନ୍ତି, ଆମମାନେ ପଢିବା 2 ଅଧ୍ୟାୟର 1 ପଦ, ଜଏଲ ଭାଓବାଦୀଙ୍କ ପୁସ୍ତକ 2 ଅଧ୍ୟାୟର
ଏକ ପଦ ଆମେ ପଢିବା ଆମେ ଏମିତି ଲେଖାଗଲା ତୁମ୍ଭେ ମାନେ ସିଓନରେ ତୁରୀ ବଜାଅ କଣ କର ସିଓନ ମାନେ ମଣ୍ଡଳୀରେ ତୁମମାନେ କଣ କର ତୁରୀକୁ ବଜାଅ ମଣ୍ଡଳୀରେ ଆମକୁ ତୁରୀ ବଜେଇବାର ଅଛି ଆମମାନଙ୍କ ରଞ୍ଜନ ହିଆଲ ଭାଇଙ୍କର ମାଇକ୍ ଟା ଖୋଲା ଅଛି ବନ୍ଦ କରିଦିଅନ୍ତୁ ଓକେ ଥ୍ୟାଙ୍କ ୟୁ ତୁରୀ ବଜାଅ ସିଓନରେ ତୁରୀ ବଜାଅ ଓ ଆମ୍ଭ ପବିତ୍ର ପର୍ବତରେ ଘୋରନାଦ କର ଦେଶ ନିବାସୀ ସମସ୍ତେ କମ୍ପମାନ ହେଉନ୍ତୁ କାରଣ ସଦାପ୍ରଭୁଙ୍କର ଦିନ ଆସୁଅଛି ସେଦିନ ନିକଟ କଣ ତୁରୀ ମାନେ କଣ ପରମେଶ୍ୱରଙ୍କର ଦିନ ଆସୁଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ମେଘମାଳାରେ ଆସୁଛନ୍ତି ପ୍ରସ୍ତୁତ ହୁଅ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପରସ୍ପରକୁ ମିଶିଲେ କଣ କହୁଥିଲେ ମାରାନାଥା ବୋଲି କହୁଥିଲେ ମାରାନାଥା ମାନେ କଣ ହେ ପ୍ରଭୁ ଆସ ଓକେ ମାରାନାଥାର ଅର୍ଥ ହେଲା ସେଟା ହେ ପ୍ରଭୁ ଆସନ୍ତୁ ଏବେ କଣ ନାଇଁ ଆଜ୍ଞା ମଙ୍ଗନି କରିଛି ବିବାହ ହେଲା ପରେ ଆସ ନାଇଁ ଆଜ୍ଞା ଘର ବାନ୍ଧିଛି ପ୍ରତିଷ୍ଠା ପରେ ଆସ ଏଇଟା ପ୍ରିୟମାନେ ଆଜି ଲୋକ ଆଗମନ ନିମନ୍ତେ ପ୍ରସ୍ତୁତ ନାହାନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ମେଘମାଳାରେ ଆଗମନ କରିବେ ସେ ଆଗମନ ନିମନ୍ତେ ଆମେ ନିଜକୁ ଆମେ ପ୍ରସ୍ତୁତ କରିବାର ଅଛି ସେଇ ତୁରୀର ସେବା କାର୍ଯ୍ୟ ଆମମାନେ କରିବାର ଅଛି ଆମମାନଙ୍କ ପ୍ରତ୍ୟେକ ଜଣଙ୍କର ଦାୟିତ୍ୱ କଣ ତୁରୀ ବଜେଇବା ଆଉ ତୁରୀଟା ସ୍ପଷ୍ଟ ଧ୍ୱନି ହେଉ କେତେ ଜଣ ତୁରୀ ବଜେଇବେ ଆଉ ତାଙ୍କୁ ପଚାରିବେ ଆଜ୍ଞା ଆଜି କଣ ପ୍ରଚାର କଲ ଆପଣଙ୍କ ପ୍ରସଙ୍ଗ କଣ ଥିଲା ସେ ମୁଣ୍ଡ କୁଣ୍ଡେଇବା ଗଲା କଣ ଥିଲା କି ଆଜ୍ଞା ତାଙ୍କୁ ତାଙ୍କର ପ୍ରସଙ୍ଗ ଜଣା ନଥିବ କାହିଁକି ଘାଣ୍ଟ ତରକାରୀ ଦେଇଛନ୍ତି ଘାଣ୍ଟି ପକେଇବେ ଲୋକମାନେ ଏମାନେ ଶୁଣିବା ଲୋକ ମୁଣ୍ଡ କୁଣ୍ଡେଇ ହଉଥିବେ କଣ କହୁଛନ୍ତି ଆଜ୍ଞା ଆଜି ସେମିତି ଲୋକ ନା ପ୍ରସ୍ତୁତ ନା କିଛି ନାହିଁ ଆଉ ଦେଖନ୍ତୁ ଆମେ ଏଠି ବସିଛି ମୁଁ ଏଠି ମୋ ନୋଟ୍ସ ବୁକ୍ ଧରିକିନା ବସିଛି ଏଠି ମୁଁ ଏମିତି ଫ୍ରିରେ ବସି ନାହିଁ କାହିଁକି ଆମକୁ ପ୍ରସ୍ତୁତ ହେବାକୁ ପଡିବ ଆଉ ଠିକରେ ଆମକୁ ପ୍ରଚାର ଆମକୁ କରିବାକୁ ପଡିବ ଯଦି ପ୍ରସ୍ତୁତ ନ ହେଇ ଆମେ ପ୍ରଚାର କଲେ ସେଦିନ ପ୍ରଭୁ ହିସାବ ନେବେ ଆମେ ତୁରୀ ମଧ୍ୟ ଆମେ ଠିକ ଭାବରେ ଆମେ ବଜେଇବାର ଆବଶ୍ୟକ ରହିଛି ତୁରୀର ସେବା କାର୍ଯ୍ୟ ଆଉ ତୁରୀ ସ୍ପଷ୍ଟ ଧ୍ୱନି ହେବାର ଅଛି ଆଉ ତୁରୀ ଯୋଉ ସମୟରେ ଫୁଙ୍କା ଯିବ ସେଇ ସମୟରେ ଲୋକମାନଙ୍କ ଜୀବନ ରୂପାନ୍ତରିତ ହେବ ପରିବର୍ତ୍ତିତ ହେବ ଧୀରେ 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 ଲୋକମାନେ ପାପ ଛାଡିବେ ଦୁଷ୍ଟତା ଛାଡିବେ ଅଧର୍ମ ଛାଡିବେ ପରିଷ୍କାର ହେଉଥିବେ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ସ୍ୱଭାବ ସେମାନଙ୍କର ହେଉଥିବ ଏଇଟା ହଉଛି ତୁରୀର ସେବା କାର୍ଯ୍ୟ କଣ ଆମର ଆଦ୍ୟରେ ଯେମନ୍ତ ବର୍ତ୍ତମାନ ତେମନ୍ତ କୁଆଡେ ଗଲେ ହେମନ୍ତ ଗଲା ପରି ଆମର ପରିସ୍ଥିତି ଥାଏ ଆମର ସେବା କାର୍ଯ୍ୟରେ ଲୋକମାନେ ପରିବର୍ତ୍ତିତ ହେବାର ଅଛି ରୂପାନ୍ତରିତ ହେବାର ଅଛି ସେଇ ସେବା କାର୍ଯ୍ୟ ଆମର ଆଜି ଦେଖନ୍ତୁ ଅନେକ ରିଭାଇଭାଲ ମିଟିଂ ଅଛି ହଉଛି ଗଦା ଗଦା ରିଭାଇଭାଲ ମିଟିଂରେ ଲାଭ କାର ଟେଣ୍ଟ ବାଲାର ଲାଭ ମାଇକ୍ ବାଲାର ଲାଭ ହଁ ରୋଷେଇ କରବାର ଲୋକର ଲାଭ ଯେ ମିଟିଂ କରୁଛି ତାର ଲାଭ ବକ୍ତାର ଲାଭ ଆମର କି ଲାଭ କିଛି ନାହିଁ जैसे गए थे वैसे आए କିଛି ନାହିଁ ନା ପରିବର୍ତ୍ତନ ହେଲୁ ନା କିଛି କାହିଁକି ପରିବର୍ତ୍ତନ ତ ନାହିଁ ଆଉ ତେବେ ଆଜିକାଲି ମିଟିଂ ଗୁଡିକ ସେମିତି ମିଟିଂ ଗୁଡିକ ହଉଛି ଯୋଉଠି ଲୋକ ଯୋଉ ରିଭାଇଭାଲ ମିଟିଂ କରୁଛୁ ମଦୁଆ ମଦ ଛାଡିଲା ବେଳେ ସାକ୍ଷ୍ୟ ଦଉଛନ୍ତି କି ଗୋଟେ ଜୁଆରୀ ଜୁଆ ଛାଡିଲା ବେଳେ ସାକ୍ଷ୍ୟ ଦଉଛନ୍ତି କି ନାଇଁ ଏଇ ପ୍ରକାର କିଛି ସାକ୍ଷ୍ୟ ନାହିଁ ଆଜ୍ଞା ଆମର ମିଟିଂରେ 10,000 ଲୋକ ଆସିଥିଲେ 10,000 ଲୋକ ତ ଆସିଥିଲେ ରଥଯାତ୍ରାରେ ତ ବେଶୀ ଲୋକ ଯାଉଛନ୍ତି ତୋ ମିଟିଂରେ 10,000 ଲୋକ ପଳେଇ ଆସିଲେ କି ସେ ଆମର ଲୋକ ଏତେ ଲୋକ ଆସିଥିଲେ ଆଜ୍ଞା ଲୋକ କାହାକୁ ଦରକାର ଅଛି ସେ ଭିତରେ କେତେ ଜଣ ବଦଳିଲେ କେତେ ଜଣ ପରିବର୍ତ୍ତନ ହେଲେ କେତେ ଜଣ ପାପ ଛାଡିଲେ କେତେ ଜଣ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କଲେ ଦେଖନ୍ତୁ ଯେତେବେଳେ ପିତର ତୁରୀ ବଜେଇଛନ୍ତି ପିତରଙ୍କର ତୁରୀରେ କଣ ଘଟୁଛି ପ୍ରେରିତ ପୁସ୍ତକ 2 ଅଧ୍ୟାୟକୁ ଆସିବେ 2 ଅଧ୍ୟାୟରେ ଯୋଉ 36 ପଦରୁ ମୁଁ ପଢୁଛି ଯେତେବେଳେ ପିତର ପେଣ୍ଟିକୋସ୍ତ ଦିବସରେ ସେ ପ୍ରଚାର କରିଛନ୍ତି ଆଉ ସେ କହିଲେ 36 ପଦରୁ ଅତେ ସମସ୍ତ ଇସ୍ରାଏଲ କୁଳ
ନିଶ୍ଚିତ ଜାଣନ୍ତୁ ଯେ ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବୋଧ କଲେ ତାହାଙ୍କୁ ଈଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି। ଦେଖନ୍ତୁ, ଯୋଉ ପିତର ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନାହିଁ ବୋଲି ରାଣ ଖାଇ ସେ କହିଥିଲେ, କି ରାଣ ଖାଇଥିବେ କି? ମା ରାଣ ବୋଲିଥିବେ କି ରାଣ ବୋଲି କହିଥିବେ ମୋତେ ଜଣା ନାହିଁ ସେଟା। ମାତ୍ର ରାଣ ଖାଇକିନା ସେ କଣ କରୁଛନ୍ତି ମୁଁ ଜାଣିନି। କିଏ ଆଜ୍ଞା କାହା ବିଷୟରେ କହୁଛନ୍ତି? ଏ ଯୀଶୁଙ୍କୁ ମୁଁ ବିଲକୁଲ ଜାଣିନି ବୋଲି ସେ ରାଣ ଖାଇବା ଲୋକ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇଗଲା ପରେ, ପେଣ୍ଟିକୋସ୍ତ ଦିବସ ଆସିଗଲା ପରେ ସେ କହୁଛନ୍ତି ତୁମେ ମାନେ ମାରିଲ ଯୀଶୁଙ୍କୁ, ତୁମେ ମାନେ ହତ୍ୟା କଲ। ଯୀଶୁଙ୍କୁ ମାରିବା ଲୋକ ରୋମିଓ ମାନେ ମାରିଲେ, ମାତ୍ର ସମର୍ପଣ କିଏ କଲେ? ଏମାନେ ସମର୍ପଣ କଲେ। କହୁଛି ତୁମେ ମାନେ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ତୁମେ ମାନେ ହତ୍ୟା କଲ, ଆଉ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱର ପ୍ରଭୁ ଆଉ ଖ୍ରୀଷ୍ଟ ଉଭୟ ପଦରେ ସେ ନିଯୁକ୍ତ କରୁଛନ୍ତି। ଏଇ କଥା ଶୁଣୁ ଶୁଣୁ ଲେଖାଯାଉ 37ରେ, ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା। ଟିକେ ଭାବନ୍ତୁ, ଏଇଟା ହଉଛି ତୁରୀ। ଏଇଟା ଯୋଉ କଥା ଶୁଣିଲେ ମୁଣ୍ଡ ଗରମ ହୁଏ ନାହିଁ, ଏ ହୃଦୟ ବିଦୀର୍ଣ୍ଣ ହେଇଯାଏ, ହୃଦୟ ଫାଟିଯାଏ, ହୃଦୟରେ ସେମାନେ କଷ୍ଟ ଅନୁଭବ କରନ୍ତି, ହୃଦୟ ବିଦୀର୍ଣ୍ଣ ହେଇଗଲା, ହୃଦୟ ବିଦୀର୍ଣ୍ଣ ହେଇଯାଉଛି। ସେଇ ସମୟରେ ସେମାନେ କଣ କହୁଛନ୍ତି? ବିଦୀର୍ଣ୍ଣ ହୋଇଗଲା। ପୁଣି ସେମାନେ ପିତର ଅବଶିଷ୍ଟ ପ୍ରେରିତ ମାନଙ୍କୁ କହିଲେ, ଭାଇମାନେ ଆମେ ମାନେ କଣ କରିବା? ଭାଇ କଣ କରିବା? ଆମେ ତ ଭୁଲ କରିଦେଇଛୁ, ଆମେ ତ ପାପ କରିଦେଇଛୁ, ଆମେ ଯାହା କରିବା କଥା ନାହିଁ, ତ୍ରାଣକର୍ତ୍ତାକୁ ଆମେ କ୍ରୁଶରେ ଆମେ ଚଢେଇ ଦେଇଛୁ। ଆମେ କଣ କରିବୁ? ଆମେ କେମିତି କରିବୁ? ଆମେ ତ ଏତେ ଭଲ ପାପ ଆମେ କରିଦେଇଛୁ। କାହିଁକିନା ତୁରୀ ସ୍ପଷ୍ଟ ଧ୍ୱନି କରୁଛି, ତୁରୀ କ୍ଲିୟରଲି ଶୁଭା ଯାଉଛି, ସ୍ପଷ୍ଟ ଭାବରେ ସେମାନେ ତୁରୀକୁ ଶୁଣି ପାରୁଛନ୍ତି। ଆଉ ଶୁଣି ପାରୁଛନ୍ତି, ସେମାନଙ୍କ ଭିତରେ ଆସୁଛି ଏବେ କଣ କରିବେ। ବିଲି ଗ୍ରାହାମ ଯେତେବେଳେ ପ୍ରଚାର କରୁଥିଲେ, ସେଇ ସମୟରେ କଣ ହଉଥିଲା? ଶହ ଶହ ଲୋକ ତାଙ୍କ ପ୍ରଚାର ଶୁଣି ଆସିକିନା ପାପ ସ୍ୱୀକାର କରି, ଦୁଷ୍ଟତା ସ୍ୱୀକାର କରି ସେଇ ସ୍ଥାନରେ ପୁନର୍ବାର ନିଜ ଜୀବନକୁ ପ୍ରଭୁଟା ସମର୍ପଣ କରିକି ଯାଉଥିଲେ। ଆଜି କଣ? ଖାଲି ନାଚ ଗୀତ। ଆଜ୍ଞା ଏମିତି ଗୀତ ଗାଇବେ ଆଜ୍ଞା, ଯୋଉ ଗୀତ କି ଆମେ ନାଚି ପାରିବୁ। ଏ ଗୀତ ଗାଇଲେ ଆଜ୍ଞା ଗୋଡ ଟିକେ ଖେଳିଲା ନାହିଁ। ଦେଖନ୍ତୁ, ଆମମାନଙ୍କର ପ୍ରସେସନ ଗୁଡିକରେ ଖ୍ରୀଷ୍ଟିଆନ ଗୀତରେ ନାଚୁଥିବେ ନାଚୁଥିବେ, ତା ପଛେ କହିବେ ଆଜ୍ଞା ମଜା ଲାଗୁନାହିଁ ଆଜ୍ଞା, ସେ ଆଖିଓ ସେ ଗୋଲି ମାରି ଟିକେ ଲଗେଇବ କି ଆଜ୍ଞା, ତାଙ୍କୁ ସେଇଟା ଏବେ ଦରକାର। ସେଇ ଗୀତ ଆସିଲେ ତ କୁ ଆତ୍ମାରେ ପୂର୍ଣ୍ଣ ହେଇଯିବେ ଯେ ବାପା ଲୋ ମା, ଆଉ କୁହନ୍ତୁ ନାହିଁ। ଚର୍ଚ୍ଚରେ ଯଦି ଟିକେ ସମୟ ଠିଆ ହେଇକି ବର୍ଷିପ କରିଦେଲେ, ସେମାନଙ୍କୁ ବେଶୀ ସମୟ ଠିଆ କରିଦେଲେ ବୋଲି କହୁଥିବେ। ସେଠି ଆଉ ନାହିଁ, ଆଉ ବଜାରେ ବଜାରେ ଭଡା ଆଣିଛୁ, ବଜା ସେ ବଜାଉଥିବ, ଇଏ ନାଚୁଥିବ ଇଏ। ନାଇଁ, ଆମର ପରିସ୍ଥିତି ଗୁଡିକ ଏମିତି ହେଇଗଲା, ଏଇଟା ଆମ ଦୁଃଖ ଲାଗୁଛି ପ୍ରିୟମାନେ। କାହିଁକିନା ଆମ ତୁରୀ ଆମେ ସ୍ପଷ୍ଟ ଧ୍ୱନି ଆମେ କରିନାହୁଁ, ଆମେ ସ୍ପଷ୍ଟ ଭାବରେ ପ୍ରଚାର ଆମେ କରିନାହୁଁ। ଆମେ କମ୍ପ୍ରମାଇଜ ପ୍ରଚାର, ଆମେ ସ୍ୱାସ୍ଥ୍ୟ ସମୃଦ୍ଧିର ଶିକ୍ଷା ଗୁଡିକ ଆମେ ଲୋକମାନଙ୍କୁ ଆମେ ଦେଇଛୁ, ଯାହା ଦ୍ୱାରା କି ଲୋକମାନେ ବଦଳୁ ନାହାନ୍ତି, ଦୁଷ୍ଟତା ଛାଡୁନାହାନ୍ତି। ଦେଖନ୍ତୁ, ଦୀର୍ଘ ବର୍ଷ ଧରିକିନା ଚର୍ଚ୍ଚରେ ଅଛନ୍ତି, ପାନ ଖାଇବାଟା ଛାଡି ନାହାନ୍ତି, ପୁଡିଆ ଖାଇବାଟା ଛାଡି ନାହାନ୍ତି। କାହିଁକି ସେମାନେ ଛାଡି ନାହାନ୍ତି? କାରଣ ତୁରୀ ସ୍ପଷ୍ଟ ଧ୍ୱନି ସେମାନଙ୍କୁ ଶୁଭା ଯାଇନାହିଁ। ପାନୁଆ ମାନେ ଲୋକମାନେ ଅଛନ୍ତି, ସେମାନେ ଫାଷ୍ଟିଂ ବି ଭୟଙ୍କର କରୁଥିବେ, ସେମାନେ ଆଉ ପ୍ରାର୍ଥନା କରୁଥିବେ, ପ୍ରଭୁ ସେ ଲୋକକୁ ପରିବର୍ତ୍ତନ କରିଦିଅ, ସେ ଲୋକକୁ ପରିବର୍ତ୍ତନ କର। ତୁଇ ଆଗେ ହେ, ତୁଇ ପରିବର୍ତ୍ତନ ହେଇନୁ, ତୁଇ ଲୋକର ବ୍ରହ୍ମପୁରର ମାଛି ଯାଉ, ଓ ବ୍ରହ୍ମପୁରର ଭୁବନେଶ୍ୱରର ମାଛି, ତୋ ଘରେ ତ ମାଛି ଭମ ଭମ ହେଇକିନା ଅଛି, ତୋର ଘରର ମାଛି ଖେଦିଲେ କଣ ହେଲା? ତୋର ଘରର ମାଛି ଖେଦି, ଲୋକର ମାଛି ସେ ଖେଦି ଖେଦି ବସିଥିବ। ସେ ଏଠି ଏମାନେ କହିଲେ ଯେ ଆମେ ମାନେ କଣ କରିବା? ସେତେବେଳେ ସେ କହୁଛନ୍ତି 38ରେ, ତେଣୁ ପିତର ସେମାନଙ୍କୁ କହିଲେ, ଆପଣ ମାନେ ମନ ପରିବର୍ତ୍ତନ କରନ୍ତୁ। ସାଙ୍ଗେ ସାଙ୍ଗେ ସେ ଶିକ୍ଷା ଦଉଛନ୍ତି, କାହିଁକିନା ସେମାନେ ସ୍ପଷ୍ଟ ଭାବରେ ତୁରୀର ଶବ୍ଦକୁ ସେମାନେ ଶୁଣିପାରିଲେ। ଆମମାନଙ୍କ ଶିକ୍ଷା ସ୍ପଷ୍ଟ ହେବାର ଅଛି ପ୍ରିୟମାନେ। ଆମର ତୁରୀ ଠିକରେ ବାଜିଲେ ଲୋକମାନେ ରୂପାନ୍ତରିତ ହେବେ,
ଦୁଷ୍ଟତା ଛାଡ଼ିବେ, ପାପ ଛାଡ଼ିବେ, ପବିତ୍ର ଜୀବନ ଯାପନ କରିବେ, ଆଗମନ ନିମନ୍ତେ ପ୍ରସ୍ତୁତ ହେବେ, ବାଇବଲ ପଢିବାରେ ସେମାନଙ୍କ ମନ ଲାଗିବ। ଆଉ ଗୋଟେ ବିଷୟ ଆପଣମାନଙ୍କୁ ଦେଖାଉଛି, ମୋ ସହିତ ଆପଣମାନେ ଆସିବେ, ଜୁନସ୍ ପୁସ୍ତକକୁ ଟିକେ ଆସିବେ। ଜୁନସ୍ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 3 ଅଧ୍ୟାୟ ଆମେ ପଢିବା ପାଇଁ ଯିବା। ଜୁନସ୍ 3 ଅଧ୍ୟାୟ ମୁଁ ପଢୁଛି ଆପଣମାନଙ୍କ ନିମନ୍ତେ 3 ପଦରୁ। ତହିଁରେ ଜୁନସ୍ ଉଠି ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ନିନିବିକୁ ଗଲେ। ଜୁନସ୍ କେମିତି ଯାଉଛନ୍ତି? ଖାଲି ହାତରେ ଯାଉନାହାନ୍ତି। ଜୁନସ୍ଙ୍କ ପାଖରେ ପରମେଶ୍ୱରଙ୍କର ବାକ୍ୟ ଅଛି। ଆଜି ଆମେ ଠିଆ ହେବା ସମୟରେ ପରମେଶ୍ୱରଙ୍କ ବାକ୍ୟ ଆମ ପାଖରେ ଅଛି କି? ଆମେ ପରମେଶ୍ୱରଙ୍କ ବାକ୍ୟ ଯଦି ଧରିକିନା ଆମେ ଠିଆ ହେବା, ଆମେ ତାହେଲେ ଲୋକମାନଙ୍କ ଜୀବନ ବଦଳିବ। ପରମେଶ୍ୱର କହିଲେ, ଯାଅ ତୁମେ ଏଇ କଥା ଯାଇକିନା ତୁମେ ନିନିବି ସହରରେ ତୁମେ କୁହ। ଆଜି କହିବାର ଅଛି, ଏଇଟା ସେଠି କୁହ, ଏଇଟା ସେଠି କୁହ। ପରମେଶ୍ୱର ଆମକୁ କହିବେ ଏଇଟା କୁହ, ସେଇଟା କୁହ। ଆମେ ନିଜେ ଡିସାଇଡ କରିବୁ ନାହିଁ। ଆମେ ସେ ଜୁନସ୍ ଉଠି ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ନିନିବିକୁ ଗଲେ। ଆଉ ନିନିବି 3 ଦିନ ଯାତ୍ରା ପଥ, ଅତି ବଡ଼ ନଗର, ଲକ୍ଷ ଲକ୍ଷ ଲୋକ ରହୁଛନ୍ତି। ପୁଣି ଜୁନସ୍ ନଗରରେ ପ୍ରବେଶ କରିବାର ଆରମ୍ଭ କରି 1 ଦିନର ପଥ ଯାଇ କେମିତି ତୁରି ଫୁଙ୍କୁଛନ୍ତି ଦେଖନ୍ତୁ। ଉଚ୍ଚ ସ୍ୱରରେ ଘୋଷଣା କରି କହିଲେ, ଯଥା ଆଉ 40 ଦିନ ଗତ ହେଲେ ନିନିବି ଉତ୍ପାଟିତ ହେବ। ଏଇଟା ହଉଛି ଜୁନସ୍ଙ୍କର ତୁରି ଶବ୍ଦ। ସେ କି ପ୍ରକାର ସ୍ପଷ୍ଟ ଭାବରେ ତୁରି ଫୁଙ୍କୁଛନ୍ତି। ପ୍ରଭୁ କହିଛନ୍ତି 40 ଦିନ ଭିତରେ ନିନିବି ସହରଟା ଧ୍ୱଂସ ହେଇଯିବ, ନଷ୍ଟ ହେଇଯିବ, ବର୍ବାଦ ହେଇଯିବ। ଆଜିର ଭବିଷ୍ୟତ ବକ୍ତା ମାନେ ଏଇ ପ୍ରକାର କଥା କହିବେ ନାହିଁ। ଆଜିର ଭବିଷ୍ୟତ ବକ୍ତା ମାନେ କହୁଛନ୍ତି ଯେ ଆମର ଗାଡିର ନମ୍ବର କେତେ। ଆଜିର ଭବିଷ୍ୟତ ବକ୍ତା ମାନେ ଗାଡିର ନମ୍ବର କହିବେ, ମୋବାଇଲ ନମ୍ବର କହିବେ, ଏଟିଏମ ନମ୍ବର କହିବେ, ଆମ ଘରର କାନ୍ଥରେ କୋଉ ପରଦା ଲାଗିଛି ସେଟା କହିବେ। এইটা ভবিষ্যৎ বক্তা ମାନଙ୍କର କାମ କି? ଏମିତି ପ୍ରଚାର କରିବାର କି? এই ପ୍ରକାର ଶିକ୍ଷା ଦେବା ସେଟା ତାଙ୍କର କାମ? ଆଜିର ଭବିଷ୍ୟତ ବକ୍ତା ମାନଙ୍କର ଡ୍ୟୁଟି ଏଇଟା କି? ପ୍ରିୟ ମାନେ, ଆଜି ଭବିଷ୍ୟତ ବକ୍ତା ମାନଙ୍କ ସେବା କାର୍ଯ୍ୟକୁ ଭବିଷ୍ୟତ ବକ୍ତା ମାନେ ପଢିଥାନ୍ତେ, କି ପ୍ରକାର ଭାବରେ ସେମାନେ ଭବିଷ୍ୟତ ବକ୍ତାଙ୍କର ସେବା କରିପାରିଥାନ୍ତେ। ଆଜି ଭବିଷ୍ୟତ ବକ୍ତା ମାନେ ସୁଟ ବୁଟ ପିନ୍ଧି ଭୟଙ୍କର ଭାବରେ ସେମାନେ ଯାଉଛନ୍ତି। ଭବିଷ୍ୟତ ବକ୍ତା ମାନେ ସେହି ସମୟର ଭବିଷ୍ୟତ ବକ୍ତା ମାନଙ୍କୁ ଲୋକମାନେ ମାରୁଥିଲେ। ଜିରିମିୟକୁ କାରାଗାରରେ ଭର୍ତ୍ତି କରିଦେଲେ, ଶୁଖିଲା କୂଅ ଭିତରେ ଭର୍ତ୍ତି କରିଦେଲେ। କାହିଁକି? ସେ ଯେମିତି ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ। ମାତ୍ର ଆଜିର ଭବିଷ୍ୟତ ବକ୍ତା ମାନଙ୍କୁ ଲୋକମାନେ ଟେକି ଟେକି ଧରୁଛନ୍ତି। କାହିଁକି? ଲୋକମାନଙ୍କର ଖୁସିର କଥା କହୁଛନ୍ତି, ଲୋକମାନଙ୍କର ମନୋରଞ୍ଜନର କଥା କହୁଛନ୍ତି, ପରିବର୍ତ୍ତନର କଥା ଲୋକମାନଙ୍କୁ କହୁନାହାନ୍ତି। ନିନିବି ସେମିତି କଲେ, ଜୁନସ୍ ସେମିତି କଲେ ନାହିଁ। ପ୍ରଭୁଙ୍କର ବାକ୍ୟ ଯାଇ କହିଲେ, ତୁମମାନଙ୍କର ସହର ନଷ୍ଟ ହେବ। ସେ କ୍ଲିୟରଲି କହିଲେ। ଯେତେବେଳେ ସେ ସେମିତି କହିଛନ୍ତି, ଲେଖାଗଲା 5 ପଦରେ, ନିନିବି ହେଉଛି ଗୋଟେ ବିଜାତି ଦେଶ। ତହିଁରେ ନିନିବିର ଲୋକମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ, ଉପବାସ ଘୋଷଣା କରି ବଡ଼ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟ ବସ୍ତ୍ର ପିନ୍ଧିଲେ। ଚର୍ଚ୍ଚ ସରିଲା ପରେ ତ ଘରେ ଆସି ବାଇବଲ ଫିଙ୍ଗି ଦେଇକିନା ଝଗଡା ଷ୍ଟାର୍ଟ ହେଇଯାଉଛି। ମତେ ଦେଖାଇ ଦେଖାଇ କହୁଥିଲା ସେ ଚର୍ଚ୍ଚକୁ ମୁଁ ଯିବି ନାହିଁ, ବେଶୀ ବାଧୁଛି ଚର୍ଚ୍ଚର କଥା, କିଏ ଶୁଣୁଥିବ ସେ ପାଷ୍ଟରଙ୍କର, ମତେ ଗୁର୍ଦା ମାରି ମାରି କଥା କହୁଛି ବୋଲିଲା ପରେ ସେମାନଙ୍କ ଷ୍ଟୋରି ଥିବ। ଆଜି ଲୋକମାନେ କେବେ ଆମେ ଚର୍ଚ୍ଚ ସାରିଲା ପରେ ଘରେ ଆସିକିନା କାନ୍ଦିଛୁ, ପ୍ରଭୁ ଧନ୍ୟବାଦ, ମୋ ପାପ ମତେ ଦେଖେଇଲ, ମୋ ଦୁଷ୍ଟତା ମତେ ଦେଖେଇଲ, ମୋର ଅଧର୍ମ ମତେ ଦେଖେଇଲ, ପ୍ରଭୁ ମୋ ସହିତ ଆଜି କଥାବାର୍ତ୍ତା ହେଇଛ। ଏଇଟା କିଏ କହୁଛନ୍ତି? ନାଇଁ, ଘରେ ଆସି ଉଲ୍ଟା ଆମେ ରାଗି ଯାଉଛୁ। ଆମକୁ ବାଧିଲା ପରି କହୁଛି, ଆମକୁ କଷ୍ଟ ହେଲା ପରି। ଜୁନସ୍ଙ୍କ ପ୍ରଚାର ଯେତେବେଳେ ଶୁଣିଛନ୍ତି, ଲୋକମାନେ ଉପବାସ କରିବାଟା ପ୍ରାରମ୍ଭ କଲେ, ଫାଷ୍ଟିଂ କଲେ ସେମାନେ। ଏଇଟା ହଉଛି ସେ ତୁରି ଧ୍ୱନି। ତୁରି ଧ୍ୱନି ଯଦି ସ୍ପଷ୍ଟ ହେଲା, ଲୋକମାନଙ୍କ ଜୀବନ ପରିବର୍ତ୍ତନ ହେଇଯିବ। ଉପବାସ କରିବାକୁ ଆରମ୍ଭ କରିବେ। এই ଜୁମ୍ରେ ବସିଥିବା ଲୋକ କେତେ ଜଣ ଉପବାସ କରୁଛନ୍ତି?
ଆମର ତ ଫିଷ୍ଟିଂ ଚାଲିଛି। କଣ କରିବା ଭାଇ, ମୁଁ ଯଦି ଟିକେ ନ ଖାଏ ନା, ମୋ ମୁଣ୍ଡ ନଟୁ ପରି ଭେଁ 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 ବୁଲିବ ବାହାରେ। ପ୍ରିୟମାନେ, ରେଗୁଲାର ଫାଷ୍ଟିଂ ଆମକୁ କରିବାର ଅଛି, ଉପବାସ ଆମେ କରିବାର ଅଛି, ବାଇବଲ ପଢିବାର ଅଛି, ପ୍ରାର୍ଥନା କରିବାର ଅଛି, ସୁସମାଚାର ଅନ୍ୟକୁ ଆମେ କହିବାର ଅଛି। ଏଇଟା ଆମମାନଙ୍କର ଦାୟିତ୍ୱ, ଖ୍ରୀଷ୍ଟିଆନ ମାନଙ୍କର ଦାୟିତ୍ୱ। ଲାଷ୍ଟ ଟାଇମ ଆମେ ଯୀଶୁଙ୍କ ବିଷୟରେ ଆମର ସାଙ୍ଗସାଥି ବନ୍ଧୁବର୍ଗ କେବେ ଆମେ କହିଥିଲୁ? ଆମେ କହୁଛେ ଏ କାମ ପାଳକ ପ୍ରଚାରକ ମାନଙ୍କର, ସେମାନେ କରିବେ। ଆମର କାମ କଣ? ଆମେ ବିରିୟାନୀ ଖାଇ ରହିବୁ, ସେମାନେ ଉପବାସ କରୁଥିବେ। ନିନିବିର ଲୋକମାନେ କଣ କଲେ? ଉପବାସ ଘୋଷଣା କରି ବଡ ଠାରୁ ସାନ ପର୍ଯ୍ୟନ୍ତ ଚଟ ବସ୍ତ୍ର ପିନ୍ଧିଲେ। ଅନନ୍ତର ଏଇ ସବୁ ବାର୍ତ୍ତା ନିନିବିର ରାଜା ନିକଟରେ ଉପସ୍ଥିତ ହୁଅନ୍ତେ ସେ ଆପଣା ସିଂହାସନରୁ ଉଠିଲା। ଭାବନ୍ତୁ, ସିଂହାସନରେ ରାଜା ବସିଥିଲେ, ସିଂହାସନରୁ ଉଠି ପଡିଲେ ଓ ଆପଣା ବସ୍ତ୍ର କାଢି ବସ୍ତ୍ରକୁ ବଦଳାଉଛନ୍ତି, ଚୋଟ ପିନ୍ଧି ଭସ୍ମରେ ବସିଲା। ପୁଣି ରାଜାର ଓ ଅଧ୍ୟକ୍ଷ ଗଣର ଆଜ୍ଞା ଅନୁସାରେ ସେ ନିନିବିର ସର୍ବତ୍ର ଏପରି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା ମନୁଷ୍ୟ କି ପଶୁ କିମ୍ବା ଗମେଶାଦି ପଲ କେହି କିଛି ଆସ୍ୱାଦନ ନ କରୁ, ସେମାନେ ଭୋଜନ କି ଜଳପାନ ନ କରନ୍ତୁ। ପଶୁ ପକ୍ଷୀ ମାନେ ମଧ୍ୟ ଫାଷ୍ଟିଂ କଲେ, ସେଠି ସମସ୍ତେ ଉପବାସ କଲେ, ଅନୁତାପ କଲେ। କାହିଁକି? ତୁରି ବଜେଇବାଟା ସେମିତି ହେଇଛି। ସେଇ ପ୍ରକାର ଭାବରେ ତୁରିର ଦେଖ କେମିତି ପରିବର୍ତ୍ତନ ସେମାନଙ୍କୁ। ସେମାନେ ପାପ ଛାଡୁଛନ୍ତି, ଅଧର୍ମ ଛାଡୁଛନ୍ତି, ଦୁଷ୍ଟତା ଛାଡୁଛନ୍ତି, ମନ୍ଦତା ଛାଡୁଛନ୍ତି, ଅନୁତାପ କରି ପ୍ରଭୁଙ୍କ ନିକଟକୁ ଫେରି ଆସୁଅଛନ୍ତି। ଆମମାନଙ୍କ ତୁରି ଧ୍ୱନି ସ୍ୱସ୍ତ ହେବାର ଅଛି। ଆମମାନେ ଶେଷ ତୁରି ବାଜିବାର ଅପେକ୍ଷାରେ ଅଛୁ। ଆଉ ଆମର କାନରେ ଯଦି ଶେଷ ତୁରିର ମେସେଜ ଆସୁଛି, ତାହେଲେ ଆମେ ଦିନକୁ ଦିନ ଦିନକୁ ଦିନ ରୂପାନ୍ତରିତ, ପରିବର୍ତ୍ତନ ହେଇଯାଉଛୁ। ମୁଁ ଦେଖିଛି କେତେ ଜଣ ଖ୍ରୀଷ୍ଟିଆନ ମାନେ, ସେମାନେ ପୁଡିଆ ଖାଉଥିବେ, ପାଟି ଧୋଇ ଆସି ପ୍ରଭୁ ଭୋଜ ନଉଛନ୍ତି ସେମାନେ, ଆଉ କହୁଛନ୍ତି ଏଇଟା କିଛି ଅସୁବିଧା ନାହିଁ, ଚଳିବ। ଏମିତି ପରିସ୍ଥିତି ଗୁଡିକ ଆମମାନଙ୍କର ରହିଛି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମମାନଙ୍କର ତୁରି ଧ୍ୱନି ସ୍ପଷ୍ଟ ହେବାର ଅଛି, କ୍ଲିୟରଲି ଆମେ ତୁରି ଫୁଙ୍କିବାର ଅଛି, ଯାହା ଦ୍ୱାରା କି ଲୋକମାନଙ୍କ ଜୀବନ ବଦଳିବ, ଲୋକମାନେ ଆଗମନ ନିମନ୍ତେ ପ୍ରସ୍ତୁତ ହେବେ, ଲୋକମାନେ ପାପ ଛାଡି ପ୍ରଭୁଙ୍କ ନିକଟକୁ ଫେରିକିନା ଆସିବେ। ଆମେ କେତେ ଦିନ ଆଉ ସାଲିସ ମୂଳକ ସେବା କାର୍ଯ୍ୟ ଆମେ କରୁଥିବା? କେତେ ଦିନ ଆମେ ସାଲିସ ମୂଳକ ବାକ୍ୟ ଆମେ ଶୁଣୁଥିବା? ଆମେ ଏଇ ପ୍ରକାର ବାକ୍ୟ ଆମେ ଶୁଣିବା, ଯୋଉ ବାକ୍ୟ କି ଆମର ଜୀବନକୁ ପରିବର୍ତ୍ତନ କରିବ, ରୂପାନ୍ତରିତ କରିବ, ଆଗମନ ନିମନ୍ତେ ପ୍ରସ୍ତୁତ କରିବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେ ଏହି ଜୁମ୍ ସେବା କାର୍ଯ୍ୟ ଗୋଟେ ଶେଷ ତୁରି ଧ୍ୱନିର ସେବା କାର୍ଯ୍ୟ ହେଉ, ଆଉ ଏହି ସେବା କାର୍ଯ୍ୟ ଦ୍ୱାରା ଲୋକମାନଙ୍କ ଜୀବନ ପରିବର୍ତ୍ତନର ସାକ୍ଷ୍ୟ ଗୁଡିକ ଆସୁ। ଆଜ୍ଞା, ମୁଁ ଏଇଟା ଛାଡିଲି, ମୁଁ ସେଇଟା ଛାଡିଲି। ପ୍ରିୟମାନେ, ଆମେ କେବଳ ଆସୁଥିବୁ ଯାଉଥିବୁ ତାହା ନୁହେଁ, ଯଦି ଆମ ଜୀବନ ବଦଳୁ ନାହିଁ, ଜୀବନ ରୂପାନ୍ତରିତ ହେଉନାହିଁ। ପାଉଲ କଣ କହୁଛନ୍ତି ଆମେ ପଢିକିନା ଆମେ ସମାପ୍ତ ଆମେ କରିବା। 2 Corinthians 4 ଅଧ୍ୟାୟ 16 ପଦରେ ଲେଖା ଯାଉଛି, ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କର ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି। ବୋଲେ ପାଉଲଙ୍କର ଷ୍ଟାଣ୍ଡାର୍ଡଟା ଦେଖନ୍ତୁ, ବର୍ଷକୁ ବର୍ଷ ନାହିଁ, କି ମାସକୁ ମାସ ନାହିଁ, ସପ୍ତାହକୁ ସପ୍ତାହ ନାହିଁ, ମୁଁ ପ୍ରତିଦିନ ବଦଳୁଛି, ପ୍ରତିଦିନ ପରିବର୍ତ୍ତିତ ହେଉଛି, ପ୍ରତିଦିନ ମୁଁ ନୂତନୀକୃତ ହେଉଛି। କେତେ ସୁନ୍ଦର ତାଙ୍କର ସେବା କାର୍ଯ୍ୟ। ମୁଁ ଦିନକୁ ଦିନ ନୂତନୀକୃତ ହେଉଛି, ଦିନକୁ ଦିନ ମୁଁ ନୂଆ ହଉଛି। ମୋର ଦେଖିଲେ ମୋ ଚୁଟି ପାଚି ଯାଉଛି, ଦେଖିଲା ବେଳେ ମତେ ଚଷମା ଲଗେଇକିନା ମୋ ଦେଖିବାକୁ ପଡୁଛି, ଦେଖିଲା ବେଳେ ମୋ ଶାରୀରିକ ବଳ ହ୍ରାସ ପାଉଛି, ମାତ୍ର ମୋ ଭିତରେ ନୂତନୀକୃତ ହେଉଛି। ନୂଆ ମୋର କଥା, ନୂଆ ମୋର ଚିନ୍ତା, ନୂଆ ମୋର ଭାବନା, ମୁଁ ଦିନକୁ ଦିନ ନୂତନୀକୃତ ହଉଛି। ପ୍ରିୟମାନେ, ଏଇ ପ୍ରକାର ମେସେଜ ଶୁଣିଲା ପରେ ମଧ୍ୟ ମୋବାଇଲର ଖରାପ ଭିଡିଓ ଯଦି ଡିଲିଟ କରିବା ନାହିଁ, ଖରାପ ସାଇଟକୁ ଡିଲିଟ କରିବା ନାହିଁ, ଖରାପ କଣ୍ଟାକ୍ଟକୁ ଡିଲିଟ କରିବା ନାହିଁ, ଏବେ ମଧ୍ୟ ସେ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡର ସମ୍ପର୍କରେ ଆମେ ରହୁଥିବା, ଆମେ ଏବେ ମଧ୍ୟ ମିଛ କହି ଆମେ ଜୀବନଯାପନ ଆମେ କରୁଥିବା, ତାହେଲେ ଆମେ କେବେ ପରିବର୍ତ୍ତନ ହେବା? କେବେ ଆମେ ବଦଳିବା?
ତୁରୀ ଧ୍ୱନି ସ୍ପଷ୍ଟ ଭାବରେ ପ୍ରଭୁ ଆମମାନଙ୍କୁ ଫୁଙ୍କୁଛନ୍ତି। ତୁରୀ ଧ୍ୱନି ସ୍ପଷ୍ଟ ଭାବରେ ଆମକୁ ଜଣାଉଛନ୍ତି ତୁ ରୂପାନ୍ତରିତ ହଉଛୁ କି, ପରିବର୍ତ୍ତିତ ହେଉଛୁ କି, ପାପ ଛାଡୁଛୁ କି, ଆଗମନ ନିମନ୍ତେ ପ୍ରସ୍ତୁତ ହଉଛୁ କି। ସେଦିନ ଇସ୍ରାଏଲ ଲୋକମାନେ ପିତରଙ୍କର ସେଇ ମେସେଜଟା ଶୁଣିଲା ପରେ ହୃଦୟ ବିଦୀର୍ଣ୍ଣ ହେଇଗଲା ତାଙ୍କର। କଣ କରିବୁ ଆମେ? ଆଜି ଆମର ହୃଦୟ ସେ ପ୍ରକାର ବିଦୀର୍ଣ୍ଣ ହଉଛି କି ନା ଆମେ ପାପ କରି ମଧ୍ୟ ଆମେ ବସିଛୁ। ଆମେ ଆସନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଦାସ ଦାସୀ ମାନେ, ଆମେ ପ୍ରାର୍ଥନା ଆମେ କରିବା ପାଇଁ ଯିବା। କାରଣ ପରମେଶ୍ୱର ଆଜି ପୁନର୍ବାର ତାଙ୍କର ବାକ୍ୟ ଦ୍ଵାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି। ଆଉ ତାଙ୍କର ସେ ତୁରୀର ସେ ଶବ୍ଦଟା ସ୍ପଷ୍ଟ ଭାବରେ ଆମମାନଙ୍କର କାନରେ ସେ ବଜେଇଛନ୍ତି। ଏଇଟା ଆମମାନଙ୍କର ଶେଷ ସମୟର ସେବା କାର୍ଯ୍ୟ। ଏବେ ବଦଳିବାର ସେବା କାର୍ଯ୍ୟ, ରୂପାନ୍ତରିତ ହେବାର ସେବା କାର୍ଯ୍ୟ। ଆମେ ଯଦି 10 ମିନିଟ୍ ପ୍ରାର୍ଥନା କରୁଛୁ, 15 ମିନିଟ୍ ପ୍ରାର୍ଥନା କରିବାର ସେବା କାର୍ଯ୍ୟ। ଆମେ ଯଦି ଗୋଟେ ଚାପ୍ଟର ପଢୁଛୁ, ଆଉ ଗୋଟେ ଚାପ୍ଟର ବାଇବଲ ପଢିବାର ସେବା କାର୍ଯ୍ୟ। ଆମମାନେ ଉପବାସ କରିବାର ସମୟ ଆମମାନଙ୍କୁ ପଳେଇ ଆସିଛି। ଆଗମନ ନିମନ୍ତେ ପ୍ରସ୍ତୁତ ହେବାର ସମୟ ହେଇଛି। ଜଗତକୁ ଟାଟା ଆଉ ପ୍ରଭୁଙ୍କୁ ଆମେ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବାର ସମୟ ପଳେଇ ଆସିଛି। ଆସନ୍ତୁ, ଯେକୌଣସି ପ୍ରକାର ବନ୍ଧନ ଆମମାନଙ୍କ ଜୀବନରେ ରହିଛି, ଯେ ପ୍ରକାର ବିଷୟରେ ଆମେ ଛନ୍ଦାଛନ୍ଦି ଆମେ ହେଇଛୁ, ଆଜି ଛାଡିବା। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି, ମେଘମାଳାରେ ସେ ଆସୁଅଛନ୍ତି। ଆଉ ଯୋଉମାନେ ପ୍ରସ୍ତୁତ ହେଇକିନା ଅଛନ୍ତି ସେମାନଙ୍କୁ ସେ ନେଇକିନା ପଳେଇଯିବେ। ଆଉ ଯୋଉମାନେ ରହିଯିବେ ସେମାନଙ୍କର ଅବସ୍ଥା ଶୋଚନୀୟ ହେବ। ପ୍ରିୟମାନେ, ପ୍ରାର୍ଥନା ଆମେ କରିବା ପାଇଁ ଯିବା। ତୁରୀ ସ୍ପଷ୍ଟ ଭାବରେ ପ୍ରଭୁ ଆମମାନଙ୍କୁ ଫୁଙ୍କୁଛନ୍ତି। ଏବେ ମଧ୍ୟ ସୁଯୋଗ ଅଛି, ବଦଳି ଯାଅ, ପରିବର୍ତ୍ତନ ହେଇଯାଅ। ପାପ ଛାଡ, ଦୁଷ୍ଟତା ଛାଡ, ଅଧର୍ମତା ଛାଡ, ଆଗମନ ନିମନ୍ତେ ପ୍ରସ୍ତୁତ ହୁଅ, ସହଭାଗିତାରେ ରୁହ। କପଟି ପରି ଜୀବନ ଯାପନ କର ନାହିଁ। ଭିତରେ ଯେମିତି ବାହାରେ ସେମିତି ସେଇ ପ୍ରକାର ଜୀବନ ଯାପନ କର। ଆସନ୍ତୁ ଆମେ ପ୍ରାର୍ଥନା ଆମେ କରିବା ପାଇଁ ଯିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମେ ମୋର ପରମେଶ୍ୱର, ତୁମେ ଅଟ। ତୁରୀ ଫୁଙ୍କିବାର ସେବା କାର୍ଯ୍ୟ ତୁମେ ଆମମାନଙ୍କୁ ଦେଇଛ। ଆଉ ତୁରୀଟା ସ୍ପଷ୍ଟ ଧ୍ୱନି କରୁ ପ୍ରଭୁ। ସମସ୍ତେ ସେ ତୁରୀକୁ ଶୁଣି ପାରନ୍ତୁ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ, ଆଗମନ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ, ପବିତ୍ରତା ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ, ଉପବାସ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ, ଆତ୍ମା ଲାଭ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ। ରାଜା ଦୟାକର, ଦୟାକର ପ୍ରଭୁ। ଅନେକ ଦିନ ଉପର ଠାଉରିଆ ଗୋଟେ କପଟି ପରି ଜୀବନ ଯାପନ କରିଅଛୁ। ସମସ୍ତେ ଆମକୁ ଭଲ ଭାବୁଛନ୍ତି, ମାତ୍ର ଆମେ କେମିତି ଅଛୁ ଆମେ ତୁମେ ଜାଣିଛ ପ୍ରଭୁ। ସେଥିପାଇଁ ଆଜି ଆମମାନଙ୍କ ସହିତ କଥାବାର୍ତ୍ତା ହେଲ। ସେଥିପାଇଁ ମୁଁ ତୁମର ଗୌରବ କରେ, ମହିମା କରେ। ମୁଁ ପ୍ରାର୍ଥନା କରେ ପ୍ରଭୁ, এই ଜୁମ୍ ସେବା କାର୍ଯ୍ୟରେ ଯେତେ ଭାଇ ଭଉଣୀ ମାନେ, ଯୁବା ଯୁବତୀ ମାନେ, ଦାସ ଦାସୀ ମାନେ ଜଏନ୍ କରୁଛନ୍ତି, ପ୍ରତ୍ୟେକ ରୂପାନ୍ତରିତ ହୁଅନ୍ତୁ। ସେ ଶେଷ ତୁରୀର ସେ ଧ୍ୱନିଟା ପ୍ରତ୍ୟେକଙ୍କର କାନରେ ବାଜୁ ପ୍ରଭୁ। ଆଉ ସେହି ଶବ୍ଦଟା ମୃତମାନଙ୍କୁ ଜୀବିତ କରୁ। ହାଲେଲୁୟା ରାଜା, ଧନ୍ୟବାଦ ଦଉଛି, ପ୍ରଶଂସା କରୁଛି, ଗୌରବ କରୁଛି। ବାକ୍ୟ ଦ୍ୱାରା ତୁମେ କଥା ହେଇଛ। ଅତି ସ୍ପଷ୍ଟ ଭାବରେ ତୁମର ସେ ତୁରୀର ଶବ୍ଦକୁ ଶୁଣିବା ପାଇଁ ତୁମେ ଦେଇଛ ପ୍ରଭୁ। ଧନ୍ୟବାଦ ପ୍ରଭୁ। ଏହି ସନ୍ଦେଶ ଦ୍ୱାରା ଆମମାନଙ୍କ ଜୀବନକୁ ଆମେ ଯେ ପ୍ରକାର ଗୋଟେ ନିଷ୍ପତ୍ତି ନେଇପାରିବୁ, ଅନୁଗ୍ରହ ପ୍ରଦାନ କର ପ୍ରଭୁ। ଯେହୋୱା ରାଫାର ପ୍ରତ୍ୟେକ ଟିମ୍, ପ୍ରତ୍ୟେକ ସଦସ୍ୟକୁ ମଧ୍ୟ ତୁମ ଚରଣ ତଳେ ଦଉଛି ପ୍ରଭୁ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛି, ଆମେନ୍ ଆମେନ୍ बहुत ଆମେନ୍। बहुत धन्यवाद आज्ञा। प्रभु आपको आशीर्वाद करंतु और उत्तम वाक्य दे हम समस्त को सतर्क कराइले, पुणी उत्तम वाक्य दे हम समस्त को उत्साहित कर जाय छथि। प्रभु आपको आशीर्वाद करंतु। एपरि अनेक आत्मा मानक निकट को एपरि आवश्यक वाक्य पहुंचेबा निमंते प्रभु आपन व्यवहार करंतु। बहुत बहुत धन्यवाद। आपनकर सेवा कार्य मध्य प्रभु आपनकर सहवर्ती रुहंतु। ଆଉ ପ୍ରଭୁ ଆପଣଙ୍କୁ ବହୁତ ମାତ୍ରାରେ ବ୍ୟବହାର କରୁଛନ୍ତି। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। God bless you। ଆଉ ଓକେ, ସେ ସମୟରେ ଥ୍ୟାଙ୍କ ୟୁ ପ୍ରାର୍ଥନାର ଥ୍ୟାଙ୍କ ୟୁ। ସମୟ। ଆଉ ମୁଁ ବିଶେଷ କରି ଆଜି ପ୍ରାର୍ଥନା ଅନୁରୋଧ ନ ନେଲେ ମଧ୍ୟ ପ୍ରଭୁଙ୍କର ଦାସଙ୍କୁ ନିର୍ମଳଙ୍କର ଆଜ୍ଞାଙ୍କୁ ହିଁ ମୁଁ ଅନୁରୋଧ କରେ, ଆମ ସମସ୍ତଙ୍କ ନିମନ୍ତେ ଝିଅବାର ଗ୍ରୁପରେ ଥିବା ପ୍ରତ୍ୟେକ ଡିଭାଇସ୍ ନିମନ୍ତେ प्रार्थना करेंगे। मु निवेदन करुच्ची आज्ञा, आम जेपरी समस्ते मिलित भाव जूम रे आगे बढ़ी पारू।
प्रत्येक समय आम प्रभु ठारे लगी रही पारू आमर रोग दुख कष्ट जंत्रणाकारी प्रभु आमको जल्दी सुस्थता देवे आग को बढ़ाइबे पाप मंदतारू आमको प्रभु पृथक कर रखिबे आम पाप मंदता को परित्याग कर प्रभु ठारे जेपरि आम बढ़ी पारू से अनुरोध करे आम मध्य प्रभुंर दास स्पेशल प्रार्थना पाई अनुरोध करे प्रभुंर दास निर्मल खरागे ही आम समस्त मध्य प्रार्थना करेंगे आदर्श प्रार्थना पुणी शेष आशीर्वाद रखी आज घटना को समाप्त करेंगे धन्यवाद थैंक यू ओके थैंक यू भाई आसंतु आम शेष प्रार्थना आम करवा पवित्र मंगलमय पिता तुमको धन्यवाद दिए प्रशंसा करे गौरव करे प्रिय प्रभु तुम्हें आम को ऑनलाइन सेवा कार्य तुम्हें देछ एई सेवा कार्य अनेक दास